64 যোগিনী মহোৎসব পাই সাংবাদিক সম্মেলনী ডাকাই 23, 24, 25 3 দিন যাবত ଏହି ମହୋତ୍ସବର କାର୍ଯ୍ୟକ୍ରମ ହେବ। ଦୁଇଟି କାର୍ଯ୍ୟକ୍ରମ 64 ଯୋଗିନୀ ମହୋତ୍ସବ ଏବଂ ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କର 100ତମ ଜନ୍ମ ଜୟନ୍ତୀ ଉତ୍ସବ ମଧ୍ୟ ଏଠି ପାଳିତ ହେବ। ସେ ଉଦ୍ଦେଶ୍ୟରେ ଆଜି ସାମ୍ବାଦିକ ବନ୍ଧୁମାନଙ୍କୁ ଡକା ହେଇଛି। ଆପଣମାନେ ଏହି ବାର୍ତ୍ତା ସବୁଆଡ଼େ ପଠାଇବେ ଏବଂ ସେ ଉଦ୍ଦେଶ୍ୟରେ ଆଜି ୟାର ସଭାପତି ଡକ୍ଟର ରଜନୀ ନନ୍ଦନ ଦାସ, ସମ୍ପାଦିକା ପ୍ରତିଭା ପଣ୍ଡା, ଏଠିର ସ୍ଥାନୀୟ ସରପଞ୍ଚ ଯିଏକି ରମାବତା ନାୟକ ଏବଂ ଆମର ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ମହୋଦୟ, ସେ ବହୁତ ଜ୍ଞାନୀ ଗୁଣୀ ବିଜ୍ଞ ବ୍ୟକ୍ତିତ୍ୱ ଏବଂ ଆମର ଯୁବ ନେତା ଯେଉଁ ଟୁଲିଆ ବାବୁ ଯିଏକି ତାର ବହୁତ ଉଦ୍ୟମ ହୋଇଛି କାର୍ଯ୍ୟ କରିବା ପାଇଁ। ଏ ସମସ୍ତେ ଯାଇଥିଲେ ମୋ ପାଖରେ, ମୋତେ କହିଲେ ଆପଣଙ୍କର ସହଯୋଗ ନିହାତି ଦରକାର, ନହେଲେ କାର୍ଯ୍ୟକ୍ରମ ଟିକେ ପ୍ରୋବ୍ଲେମ୍ ହୋଇପାରେ। ମୁଁ କହିଲି ତୁମକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ ମୁଁ ଦେବି। ତୁମମାନେ ମୋର ପିଲାମାନେ ସମସ୍ତେ, କର୍ମୀମାନେ ସମସ୍ତେ, ତୁମେ ଯାହା ଚାହିଁବ ଅରବିନ୍ଦ ଭାଇ କେବେ ମନା କରିନି, ମନା କେବେ କରିବ ନାହିଁ। ତେଣୁକରି ସମସ୍ତଙ୍କ ସହିତ କଥାବାର୍ତ୍ତା ହେଲୁ। କଥାବାର୍ତ୍ତା ହେଲା ପରେ ନିଷ୍ପତ୍ତି ହେଲା ଯେ ଆଜି ସାମ୍ବାଦିକ ସମ୍ମିଳନୀ ଡକା ହେବ ଏବଂ ସେ ସାମ୍ବାଦିକ ଡକା ହେଲା ପରେ ସବୁ ବିଷୟ ଆଲୋଚନା କରାହେବ। ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଅନୁରୋଧ କରିବି ଶେଷରେ ପୁଣି ଆଉ ଥରେ ଯେ ୟାକୁ ଟିକେ 3 ଦିନ ଯାବତ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବେ। ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀ ହେଲା ୟାକୁ ମଧ୍ୟ ସବୁଆଡ଼େ ଯେମିତି ପ୍ରସାରିତ ହେବ ତା ପାଇଁ ସମସ୍ତେ ଚେଷ୍ଟା କରିବେ। ଏହା ହିଁ ମୋର ସମସ୍ତ ଅନୁରୋଧ। କାରଣ ମାଆଙ୍କର 64 ଯୋଗିନୀର ଯେଉଁ କାର୍ଯ୍ୟକ୍ରମ ସେଥିରେ ଡେଭଲପମେଣ୍ଟ କରିବା ପାଇଁ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆମର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯିଏକି 23,665,00,000 ଟଙ୍କା ମଞ୍ଜୁର କରିଛନ୍ତି ଏହାର ପାରିପାର୍ଶ୍ୱିକ ଉନ୍ନତି କରିବା ପାଇଁ। ତେଣୁ ଆମେ ସମସ୍ତେ ମୋ ତରଫରୁ, ରାଜ୍ୟବାସୀ ତରଫରୁ ଆମେ ଯଶସ୍ୱୀ ମୁଖ୍ୟମନ୍ତ୍ରୀକୁ, ଯଶସ୍ୱୀ ଉପମୁଖ୍ୟମନ୍ତ୍ରୀକୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ। ଜୟଦେବ ତରଫରୁ ସମସ୍ତଙ୍କୁ नमस्कार। ओम शांति। जय जगन्नाथ। प्रथम माँ को प्रणाम और समस्त मोर प्रणाम। मोर किसी मन रुणी से हूँ सब बड़ भूल मोर से किसी भूल होते प्रथम क्षमा प्रार्थना कर दूची। आज पर्यंत 19 वर्ष है 64 जोगिनी महोत्सव करुँची। माँ आनी मंदिर और माँ प्रभाव माँ जो अच्छी से प्रचार प्रसार करने खाली मो मध्यम किंतु आज पर्यंत चेष्टा कर सबु जगह बाधा विघ्न रुहे। बाधा विघ्न सत्वे भी माँ से साहस ये चली आसी किंतु समस्त सहयोग सब बड़े रही। सबु जगह विभिन्न प्रकार थाए जिनस किंतु माँ को जो आज किए समस्त सहयोग कर फेस्टिवल 19 वर्ष पहुँची। ए वर्ष जमी दादा सहयोग मो पाखे अरविंद नाली सहयोग मो पाखे बहुत अच्छी। तो से कि माँ ही कहले फेस्टिवलटा बंद न हो तू करिचा केमती ए पीठर सब भाया जमी कोणार्क मंदिर जमी धौली मंदिर सेमती मो पीठर भी प्रचार एंड सेमती डेभलप हो। तो एत वर्ष कर आसला टिके सरकार सहयोग तो बहुत बड़ आकार समस्त जानते आपण मैंने जी फंड आसी एरिया डेभलप हम। तो से सरपंच मैडम को सहयोग भी मो सागे बहुत अच्छी। सहयोग बिना किसी करहबनी मु एकुटिया किसी नुह। तो समस्त सहयोग आज पर्यंत कर पीठर केमती डेभलप हम आ प्रचार प्रसार पूरा ऑल ओवर इंडिया रे पालन करा जाउची। तो आमर से 25 तारीख दिन हूँ जन्मदिन आमर यहाँ बहुत भाग्य आम 64 जोगिनी फेस्टिवल। तो से दिन आम जन्म पालन करने पूरा इतिहास को लेकिन नाटक करा जाउची अटल बाजपेयी। तो से दिनटा ना पूरा डेडिकेट होची।
ଧୀର ମଲ୍ଲିକ ଯିଏ ଆମର ସେକେଣ୍ଡାର୍ଟ ଏକାଡେମୀର ସେକ୍ରେଟାରୀ ଥିଲେ ଧୀର ବାବୁ ସିଏ ପରଫର୍ମ କରୁଛନ୍ତି।